जय जगन्नाथ जय जगन्नाथ जय जगन्नाथ। अच्छा भल कथा मन रख। पंच सखांक आत्म परिचय है तुमको आगुरी कहलु पंच सखा जुगे जुगे तीन प्रकार बुझिपार ना। हेतु दिया पंचसखा, नित्य पंचसखा, पुणी पंचसखा है। तुम कली जुगटा कहूँ तुम सत्य तेत्या द्वापर कथा पछरे चिंता कर। कली जुगे देख ठाकुर जो गुरु रूप आसिले कि से चैतन्य अवतार से बंगलारू आई पंचसखा बंगलार पाखे थे पंचसखा। से जो ओडिशा आसिले ओडिशा रे जगन्नाथ थिले पंचसखा जो आम कहते उत्कलीय पंचसखा केते प्रकार दी प्रकार पुणी पंचसखांकर थिले पंचसखा तीन प्रकार है तेना भावुत आम मन को ना आम मन को शिवकल्प शास्त्र महापुरुष देख सी लिखि हेतु दिया पांच नित्य पंचसखा 256 आउ उड़ा शुणी ठारे अरक्षित दास सर्प परिश्रेष्ठ हेउ पंचसखाठारू कहवा बड़ी कि एति बड़ी कई नाही छंदी बांधी करी जेते करिवे ता उदर बुड़ई ना कहले हेतु दिया पंचसखा नित्य पंचसखा पंचसखा ये तीनोटी शब्द से कौन कर पद्धति संयोग कर जेमिति चैतन्य संगे बंगलार थे पंचसखा उत्कल से समय थे पंचसखा पंचसखांकर थे पंचसखा सेमती द्वापर जुगे महाप्रभु कृष्णचंद्र आविर्भूत है गोपपुर थे मदीनाकर पंचसखा छाड़ी आइले पांडव मान पाखे पहुँचे पांडव मान पंचसखा तुम कह पांडव अलग पंचसखा अलग या मन आसपे ना से पंचसखांकर कला ये पांडव गतिहर विद्यमान आम कह महापुरुष निजे लिखिं जो पंचु पांडव थे आ भितर निजे अच्युतानंद महापुरुष के थे सी प्रमाण युधिष्ठिर भीम अर्जुन नकुल सहदेव 5 जन थे आक भितर अच्युतानंद कहते मुझे गोटे जन्म पाई बुझिपार से छाड़ ये बहुत गहन कथा से कथा बहुत समय पड़ेगा त्रेता जुगे से घटी सत्यर सेमती सदा सर्वदा पंचसखा के 3 भाग किंतु महापुरुष शिशुआनंद वाणी एवं अच्युत वाणी यदि आम कौन करवा परिवेष्टित करवा विचार को नवा आर प्राय गोटे अर्थ आसी कहती पंचसखांकर एक ही मत या जानती ज्ञानी पंडित है। आज पंचसखा माने जो कलिर अंतिम पर्याय आसो नरदेह धरिए से केपरी भाव थे बोली शिशुआनंद प्रमाण पट्टा मुराण शास्त्र अच्युत भट्टकल्प शास्त्र कौन कर प्रमाण दीटा शास्त्र कौन कर आलोचना करवा
ଶିଶୁନନ୍ଦ କହନ୍ତି ଅନନ୍ତ ମହିମା ଅଟେ ଅଗୋଚର ଅଚ୍ୟୁତ ହୋଇବେ ଚୋର ଜଗନ୍ନାଥ ଦାସ ପାନ ବିକୁଥିବ ବଳିଆ କାନ୍ଧରେ ଭାର ଯଶୋବନ୍ତ ଦାସ କଖାରୁ ବୁଣିବ ସ୍ନାନ କାଳରେ ଯାଇ ଭୂଇଁ କଖାରୁ ଯେ ସିଝାଇ ଖାଇବ ଜନେ ଅପୂର୍ବ ଦେଖାଏ। କିଏ କହିଲେ? ଶିଶୁନନ୍ଦ କହିଲେ ଅନନ୍ତ ମହିମା ଅଟେ ଅଗୋଚର। କହିଲେ ଅନନ୍ତଙ୍କର ମହିମା ବା ଶିଶୁନନ୍ଦଙ୍କ ମହିମା ଅଟେ ଅଗୋଚର ମାନେ ଗୋଚର ନୁହେଁ, ତାକୁ କେହି ସଂସାରରେ ଜାଣିପାରିବେ ନାହିଁ ବା ଯେଉଁଠି ସେ ଆବିର୍ଭୂତ ହେବେ ତାକୁ କେହି ଚିହ୍ନି ପାରିବେ ନାହିଁ। କାହାକୁ? ଶିଶୁନନ୍ଦ। ଅଚ୍ୟୁତ କେମିତି ହେଇଥିବେ? ନା ଅଚ୍ୟୁତ ହୋଇବେ ଚୋର। ଅଚ୍ୟୁତ ଚୋର କଣ ହେବେ? ନା ସେ ଲୁଚିକି ବୁଝି ହଉଛି ନା? ସିଏ ମଧ୍ୟ କାହାକୁ ପରିଚୟ ପ୍ରଦାନ କରିବେ ନାହିଁ। ଏଟା ଆମ ମନ ଗଢ଼ା ନୁହଁ, ଆମେ ମନ ଗଢ଼ା କହୁନୁ। ଶିଶୁନନ୍ଦଙ୍କ ପଟା ମରାଣ ଶାସ୍ତ୍ରରେ କଥା କହୁଛି। ଜଗନ୍ନାଥ ଦାସ ପାନ ବିକୁଥିବ ବଳିଆ ବହିବ ଭାର। କହିଲେ ଜଗନ୍ନାଥ ଦାସ କଣ କରୁଥିବେ? ପାନ ବିକ୍ରି କରୁଥିବେ। ବଳିଆ ବହିବ ଭାର, ବଳରାମ ଦାସ ଭାର ବୋହୁଥିବେ। ମାନେ କୋଉଠି କଣ କାମ ଧନ୍ଦା, ମାନେ ଶ୍ରମିକ ଶ୍ରେଣୀର ଲୋକ ବ୍ୟକ୍ତି ବିଶେଷ ରୂପେ ରହିଥିବେ ଆଉ କଣ, ତାଙ୍କୁ କେହି ଚିହ୍ନି ପାରିବେ ନାହିଁ। ଆଉ କିନ୍ତୁ ସେ ଜଣେ ଜଣେ ମହାନ ବ୍ୟକ୍ତି ଯେତେବେଳେ ଆବିର୍ଭୂତ ହେଇଥିବେ କିନ୍ତୁ ଲୋକ ଲୋଚନକୁ ସେ ଆସିବେ ନାହିଁ, ଲୁକାୟିତ କରିକି ରହିଥିବେ। ଯଶୋବନ୍ତ ଦାସ କଖାରୁ ବୁଣିବ ସ୍ନାନ କାଳରେ ଯାଇ ଭୂଇଁ କଖାରୁ ଯେ ସିଝାଇ ଖାଇବ ଜନେ ଅପୂର୍ବ ଦେଖାଏ। ଯଶୋବନ୍ତ ଦାସ କଣ ଥିବେ? ସେ ଚାଷ ବୃତ୍ତି କରୁଥିବେ। ବୁଝିପାରୁଛି? କଖାରୁ ବୁଣିବ ମାନେ କଖାରୁ ଗଛ ଲଗେଇବେ। ଯଦି ଚାଷୀ ଘର ପୁଅ ନ ହେଇଥିଲେ ସେ କେମିତି କରିବେ? କୋଉ ଜାତି ବୋଲି କହିନାହାନ୍ତି, କିନ୍ତୁ ଚାଷ କର୍ମ କରୁଥିବେ। ବଳରାମ ଦାସ ଭାର ବୋହୁଥିବେ। ଜଗନ୍ନାଥ ଦାସ ପାନ ବିକୁଥିବେ। ଅନନ୍ତଙ୍କର ଲୀଳା ଅଗୋଚର ହେଇଥିବ, ଅଚ୍ୟୁତ ହେଇଥିବେ ଚୋର ମାନେ ଲୁଚିକି ରହିଥିବେ। ଏ କଥା କହିଲେ କି ଶିଶୁନନ୍ଦ। କିନ୍ତୁ ଅଚ୍ୟୁତ ରାମକୁ କହୁଛନ୍ତି ହେ ରାମ ମନେ ରଖିଥା, ମୁଁ ମଧ୍ୟ ସେଇପରି ଭାବରେ ଥିବି। ହେଲା, ଶିଶୁନନ୍ଦ ଯେମିତି କହୁଛନ୍ତି ମୁଁ ମଧ୍ୟ ସେମିତି କହୁଛି। ମୁଁ କୋଉ ଭାବରେ ଥିବି ମୁଁ ତତେ କହୁଛି ଶୁଣ। କଣ କହିଲେ? ଭୂପତ ଭାବରେ ଖେଳ ଆରମ୍ଭିବୁ ସମ୍ବଳରେ ଉଦୟ ହୋଇ ଚୋର ପ୍ରାୟ ଆମେ ଅବନି ଭ୍ରମିବୁ ଚିହ୍ନି ନ ପାରିବେ କେହି। କୋଉ ପଞ୍ଚସଖା ସେଇଟା ମୁଁ କହିପାରିବି। ହେତୁ ଦିଆ ପଞ୍ଚସଖା କି ନିତ୍ୟ ପଞ୍ଚସଖା କି ପଞ୍ଚସଖା କି ହେତୁ ଦିଆ ଅଚ୍ୟୁତ କି ନିତ୍ୟ ଅଚ୍ୟୁତ କି ଅଚ୍ୟୁତ, ସେଇଟା ଆମେ କହିପାରିବୁ ନାହିଁ। କିନ୍ତୁ ମହାପୁରୁଷଙ୍କ ବାଣୀ ଏଇଆ ଦେଖୁଛନ୍ତି। ଭୂପତ ଭାବରେ ଖେଳ ଆରମ୍ଭିବୁ ସମ୍ବଳରେ ଉଦୟ ହୋଇ। ସମ୍ବଳ ତ ଅନେକ ଲେଖିଛନ୍ତି, କୋଉ ସମ୍ବଳ ହେଇଥିବ ବୁଝି ହଉଛି ନା? କହିଲେ ସେଠି ଆମେ କଣ କରିବୁ? ଖେଳ ଆରମ୍ଭ କରିବୁ। ସମ୍ବଳରେ ଜନ୍ମ ହେଇକି ଆମେ ଲୀଳା ଖେଳ ଆରମ୍ଭ କରିବୁ। ଚୋର ପ୍ରାୟ ଆମେ ଅବନି ଭ୍ରମିବୁ ଚିହ୍ନି ନ ପାରିବୁ। ମାନେ ଆମେ ଲୁଚିକି, ଚୋର ପାଇଁ କଣ ଚୋରି କରିବେ ନା, ଚୋର ପ୍ରାୟ ମାନେ ଲୁଚି କରି ଆମେ ସଂସାରରେ ଭ୍ରମୁଥିବୁ କିନ୍ତୁ ଆମକୁ କେହି ଜାଣିପାରିବେ ନାହିଁ। ବାରଣ ବେଳକୁ ପାନ ପସରା ଯେ ହୋଇବ ମୋହର ସାର। ସେଠି ଅନ୍ତଦାସ କହିଲେ କଣ? ନା ଜଗନ୍ନାଥ ଦାସ ପାନ ବିକୁଥିବେ ନା। ଏଠି ଅଚ୍ୟୁତ କହୁଛନ୍ତି ବାରଣ ବେଳକୁ ପାନ ପସରା ଯେ ହୋଇବ ମୋହର ସାର। କହିଲେ ବାରଣ ବେଳକୁ ଶେଷ ସମୟକୁ ସେ ଜଗନ୍ନାଥ ଦାସ କଣ ପାନ ବିକ୍ରି କରୁଥିବ, ମୁଁ ମଧ୍ୟ ପାନ ବିକ୍ରି କରୁଥିଲି। ମାୟାକୁ ରଚିବୁ ଚିହ୍ନା ନ ଦେବୁ। କହିଲେ ମନେ ରଖିଥାଅ ଏ ରାମ, କଳି ଲୋକ କେତେ ଚାଲାକି ଯାଉଛନ୍ତି କିନ୍ତୁ ଆମେ ଏମିତି ମାୟା ରଚିବୁ ଚିହ୍ନା ନ ଦେବୁ, ଆମେ କାହାକୁ ଚିହ୍ନା ଦେବୁ ନାହିଁ। ଠିକଣା ବଚନ ମୋର, ଏ ବଚନ ହଉଛି ସତ୍ୟ। ତମମାନଙ୍କୁ କହିବା କଥା ମହାପୁରୁଷ ଏ କଥା କହିଲେ, କିନ୍ତୁ ମନେ ରଖିଥାଅ ମହାପୁରୁଷ ଅଚ୍ୟୁତ ମଧ୍ୟ ଲେଖିଛନ୍ତି 13 ଜଣଙ୍କ ଦେହରେ କଣ କରିବେ? ଖେଳା ଲୀଳା କରିବେ। ସେଥିପାଇଁ ତମ ମାନଙ୍କୁ କହୁଛୁ ତାଙ୍କ ଦେହରେ ଖେଳା ଲୀଳା କଲେ ମହାପୁରୁଷ, ଏ ଲୁକାୟିତ ହୋଇ ରହିଲେ ମଧ୍ୟ ମହାପୁରୁଷ। ସମସ୍ତିଙ୍କ ପଦକୁ
କୋଟି କୋଟି ସରଳ। କାହାକୁ ନିନ୍ଦା କରିବନି କି କାହାକୁ ସମାଲୋଚନା କରିବ ନାହିଁ। ବୁଝି ହଉଛି? ରୂପ ଭିନ୍ନ ହେଇପାରେ କିନ୍ତୁ ମହାପ୍ରଭୁ ହଉଛନ୍ତି ଜଣେ। ଏ ଘଟରୁ ଯାଇ ସେ ଘଟରେ, ସେ ଘଟରୁ ଯାଇ ସେ ଘଟରେ, ସେ ଘଟରୁ ଯାଇ ଏ ଘଟରେ। ସେ ତାଙ୍କର ଖେଳ କରୁଛନ୍ତି ନା। ସେ କିଏ ବାଛି କେଉଁ ମତେ ଜାଣିବ ଆମକୁ ମତେ। ସେଥିପାଇଁ କ'ଣ କହନ୍ତି ହାତେ ମାପି ଚାଖିଣ୍ଡେ ରହିବା ଭଲ ଏବଂ ସଦାସର୍ବଦା ନତମସ୍ତକ ହେବା ଆମମାନଙ୍କର କର୍ତ୍ତବ୍ୟ। ସମୟ ବଳବାନ। ଏ ଜୀବାତ୍ମାର ସଦାସର୍ବଦା କେମିତି ମୁକ୍ତି ହଉ, ଭକ୍ତମାନେ ଉଦ୍ଧାର ହୁଅନ୍ତୁ, ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୋଆ ହରି ବୋଲ।